ଆଜି ଶୁଣିବା ଉପନ୍ୟାସ ଅସବର୍ଣ୍ଣ। ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଭାଗ 6। ଗ୍ୟାସ୍ ସିଲିଣ୍ଡର ନେବାକୁ ଆସି ମାଣିକ ସହିତ ଦେଖା ହେଲା। ସୋମନାଥ ରଥ ଗ୍ୟାସ୍ ସପ୍ଲାଇ ଏଜେନ୍ସି ଅଫିସରେ ରଘୁଭୋଇର ଚେପଟା ନାକି ଝିଅ କ'ଣ କରୁଛି ତାକୁ ଦେଖି ସୋମନାଥ ହଠାତ୍ ଆନନ୍ଦରେ ଉଚ୍ଛ୍ୱସିତ ହୋଇ ଉଠିଲା। କହିଲା, ଭଗୀରଥି ବାବୁ ଯେ, ଆସନ୍ତୁ ଆସନ୍ତୁ। ଦରଖାସ୍ତ ଡେଟ୍ ଅନୁସାରେ ଗ୍ୟାସ୍ ଚୁଲା ପାଇବାର କ୍ରମିକ ନମ୍ବର ଆପଣଙ୍କର ଆସିନାହିଁ, କିନ୍ତୁ ଅଳକାଙ୍କୁ ମୁଁ ତାଙ୍କ ଜନ୍ମଦିନରେ ଗୋଟାଏ ଗ୍ୟାସ୍ ସିଲିଣ୍ଡର ପ୍ରେଜେଣ୍ଟ କରିବି ବୋଲି ପ୍ରମିସ୍ କରିଥିଲି। ଆଉ ସେ ଯେତେବେଳେ ଆପଣଙ୍କ ରୋଷେଇ ଘରେ ଚୁଲି ଜାଳିବେ, ମୁଁ ପ୍ରାୟୋରିଟି ବେସିସ୍ରେ ଆପଣଙ୍କୁ ଗୋଟାଏ ଗ୍ୟାସ୍ ଚୁଲା ଦେବି, କିନ୍ତୁ ଆପଣଙ୍କୁ ଆଉ ଗୋଟାଏ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ପଲିଟିସିଆନ ମାନେ ସବୁଦିନ ଏମିତି, ବେଶୀ କଥା କାମ କମ୍। କିନ୍ତୁ ଅନ୍ୟ ଦିନ ହୋଇଥିଲେ ସେ ନିଜର ସ୍ତ୍ରୀର ପୂର୍ବତନ ପୁରୁଷ ବନ୍ଧୁଠାରୁ ସାହାଯ୍ୟ କିମ୍ବା ସହାନୁଭୂତି ଚାହିଁବା ପାଇଁ ଲଜ୍ଜାବୋଧ କରିଥାନ୍ତା, କିନ୍ତୁ ଗ୍ୟାସ୍ ଚୁଲାର ଆବଶ୍ୟକତା ତା ପାଇଁ ଖୁବ୍ ଜରୁରୀ। ଏ ବିଷୟରେ ଭାବପ୍ରବଣ ହେବା ଆଦୌ ଉଚିତ ନୁହେଁ। ସେଥିପାଇଁ ସେ କହିଲା, ସୋମନାଥ ବାବୁ, ଆପଣ କେବଳ ଅଳକାର ନୁହନ୍ତି, ମୋର ମଧ୍ୟ ଅନ୍ତରଙ୍ଗ ବନ୍ଧୁ। ଆମେ ଦୁଇଜଣ ଚାକିରିଜୀବୀ। ଗ୍ୟାସ୍ ଚୁଲା ନହେଲେ କି ଅସୁବିଧା ହେବ ଅନୁଭବ କରୁନଥିଲେ ବି ଅନୁମାନ କରିପାରୁଥିବେ। ସପ୍ତାହେ ଅପେକ୍ଷା କରିବା ସମ୍ଭବ ନୁହେଁ। କାଲି ପରଦିନ ମଧ୍ୟରେ ସୋମନାଥ ଦୁଃଖ ପ୍ରକାଶ କଲେ। କହିଲା, ଗ୍ୟାସ୍ ଏଜେନ୍ସି ଦେବାରେ ସରକାର ଆଦିବାସୀ ହରିଜନମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି, କିନ୍ତୁ ଗ୍ୟାସ୍ ଚୁଲି ପାଇବାରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର କୋଟା ନାହିଁ। ମୁଁ ମନେ ମନେ ପଏଣ୍ଟଟା ନୋଟ୍ କରି ରଖିଲି। ଆସନ୍ତା ନିର୍ବାଚନରେ ଏଇଟା ଗୋଟାଏ ଇସ୍ୟୁ ହୋଇପାରେ, କିନ୍ତୁ ଅଳକା ମିଶ୍ରଙ୍କୁ ବିବାହ କଲା ପରେ ଆପଣ କ'ଣ ଆଉ ହରିଜନ ହୋଇଅଛନ୍ତି? ଦାସ ଉପାଧି ବଦଳାଇ ମିଶ୍ର କରିନାହାନ୍ତି। ମାଜିଷ୍ଟ୍ରେଟଙ୍କ କୋର୍ଟରେ ଗୋଟାଏ ସାମାନ୍ୟ ଆଫିଡେଭିଟ୍। ଭଗୀରଥର ମୁହଁ ଜଳିଗଲା ଅପମାନରେ। ରଘୁଭୋଇର ସେ ଚେପଟା ନାକି ଝିଅ ଅନ୍ୟ ଆଡ଼କୁ ମୁହଁ ବୁଲାଇ ହସୁଛି। ସେ ଏଠାରେ କାହିଁକି? ଅଳକାର ପୂର୍ବତନ ପୁରୁଷ ବନ୍ଧୁ ସୋମନାଥ ସହିତ ତାର କି ସମ୍ପର୍କ? ସେ ଯେ ଦିନେ ତାର ଯୌବନ ପଲ୍ଲବିତ ଦେହକୁ ନେଇ ବସନ୍ତର ଉତ୍ସବରେ ମାତିଥିଲା, ସେ କଥା କ'ଣ ସେ ସୋମନାଥକୁ କହିଦେଇଛି? ଭଗୀରଥର ଛାତି ଦବିଗଲା ଭୟରେ, ଲଜ୍ଜାରେ। କିନ୍ତୁ ସେ ନିଜକୁ ହାରିଯିବାକୁ ଦେଲା ନାହିଁ। ସେ ଜାଣେ, ଏ ବର୍ଣ୍ଣ ବିଭକ୍ତ ସମାଜରେ ତାକୁ ଉପରକୁ ଉଠିବାକୁ ହେଲେ ଅନେକ ପ୍ରତିବନ୍ଧକର ପାହାଡ଼ ପର୍ବତ ଅତିକ୍ରମ କରିବାକୁ ହେବ। ଅନେକ ନିନ୍ଦା ଅପମାନକୁ ହସ ହସ ମୁହଁରେ ହଜମ କରିବାକୁ ପଡ଼ିବ। ସବର୍ଣ୍ଣ ଶାସିତ ଏ ସମାଜରେ ତା ଭଳି ଲୋକ ପାଇଁ ତାହା ହିଁ ହେଉଛି ଏକମାତ୍ର ଟ୍ୟାକ୍ଟ। ମୁଁ କୌଣସି ଅତିରିକ୍ତ ଅନୁଗ୍ରହ ଆଶାରେ ଆସିନାହିଁ। ଭଗୀରଥ ବୁଝାଇବାକୁ ଚେଷ୍ଟା କଲା। ମୋର ଆବଶ୍ୟକତା କଥା ମୁଁ କେବଳ କହିଗଲି। ଯେବେ ଗ୍ୟାସ୍ ଚୁଲା ପାଇବା ପାଇଁ ମୋର ପାଳି ଆସିବ, ପ୍ଲିଜ୍ ଗିଭ୍ ମି ଏ ରିଙ୍ଗ। ଶେଷ ବାକ୍ୟଟା ଇଂରାଜୀରେ କହି ଅଳକା ଡାକ୍ତରଖାନାର ଫୋନ୍ ନମ୍ବରଟା ସେ ସୋମନାଥ ପାଖରେ ନୋଟ୍ କରିଦେଇ ଗଲା। ଏତିକିବେଳେ ଗୋଟିଏ ଟିପଟ୍ରେ ଚାହା ନେଇ ପହଞ୍ଚିଲା ଜଣେ କର୍ମଚାରୀ। 3ଟି ସୁଦୃଶ୍ୟ ଷ୍ଟିଲ୍ କପ୍ରେ ମାଣିକ ଚାହା ଭର୍ତ୍ତି କରି ଗୋଟିଏ କପ୍ ନିଜ ହାତରେ ସୋମନାଥ ହାତକୁ ବଢ଼ାଇ ଦେଇ ଅନ୍ୟ କପ୍ଟି ନିଜେ ଉଠାଇ ନେଲା। ତୃତୀୟ କପ୍ଟି ଅପେକ୍ଷା କରି ରହିଲା ଅନ୍ୟ ଜଣେ କେଉଁ ତୃତୀୟ ପୁରୁଷ ପାଇଁ। ଭଗୀରଥ ଚାଲିଯିବାକୁ ବସିଥିଲା। ସୋମନାଥ କହିଲା, ଚାହା କପ୍ଟା ପିଇ ଦେଇ ଯାଆନ୍ତୁ ଭଗୀରଥି ବାବୁ। ତାପରେ ନିଜେ କ'ଣ ଭାବି କହିଲା, ଆରେ ମୁଁ କି ବୋକା, ମିସ୍ ଭୋଇଙ୍କ ସହିତ ଏପର୍ଯ୍ୟନ୍ତ ଆପଣଙ୍କର ପରିଚୟ ସୁଦ୍ଧା କରାଇ ଦେଇନାହିଁ। ଏ ହେଉଛନ୍ତି ମିସ୍ ମାଣିକ୍ୟମାଳା ଭୋଇ, ଏ ଗ୍ୟାସ୍ ଏଜେନ୍ସିର ପ୍ରୋପାଇଟର। ମୁଁ ତାଙ୍କର ସହକାରୀ। ଏ ହେଉଛନ୍ତି ସଂସ୍କୃତ ସାର୍ ଭଗୀରଥ ଦାସ, ନା ମିଷ୍ଟର ଅଳକା ମିଶ୍ର। ସୋମନାଥ ସବୁଦିନେ ଏମିତି ପ୍ରଗଳ୍ଭ, ହସ ହସ, କେୟାରଫ୍ରି। ତାର ସେଇ ପରିଚୟ ପ୍ରଦାନ ମଧ୍ୟରେ ଭଗୀରଥ ଆଉ ମାଣିକ୍ୟ ମଧ୍ୟରେ ଥିବା ଏକ ଆଦିମ ପ୍ରାଚୀନ ସମ୍ପର୍କର ସୂତ୍ର ଛିନ୍ନ ବିଚ୍ଛିନ୍ନ ହୋଇ ନୂତନ ଏକ ମାମୁଲି ପରିଚୟର ସୂତ୍ରପାତ ହେଲା। ମାଣିକ ତା ଆଡ଼କୁ ଏପରି ଭାବରେ ଚାହିଁ ମୁଖଭଙ୍ଗୀ କଲା ଯେ ଭଗୀରଥର ମନେ ହେଲା ସେ ଯେପରି ତାକୁ ଆଗରୁ ଜାଣିନାହିଁ କିମ୍ବା ଏବେ ମଧ୍ୟ ଜାଣିବା ପାଇଁ ଆଗ୍ରହୀ ନୁହେଁ। ମାଣିକ କ'ଣ ଜାଣିଶୁଣି ତା ସହିତ ଆଗରୁ ଘନିଷ୍ଠ ଭାବରେ ଗଢ଼ି ଉଠି ଅଚାନକ ଭାଙ୍ଗି ଯାଇଥିବାର ଇତିହାସକୁ ଚାପି ରଖିଛି? କାହିଁକି? ସେ କ'ଣ ଜଣେ ବ୍ରାହ୍ମଣ ଝିଅକୁ ବାହା ହେବା ପାଇଁ? ତାକୁ ପ୍ରତ୍ୟାଖ୍ୟାନ କଲାପରେ ମାଣିକ ବ୍ରାହ୍ମଣ ସୋମନାଥ ସହିତ ଅଲଗା ଏକ ସମ୍ପର୍କ ଗଢ଼ି ତା ଉପରେ ପ୍ରତିଶୋଧ ନେବାକୁ ଚାହୁଁଛି।
କଥାଟା ଭାବିଲା ମାତ୍ରେ ଭଗୀରଥର ଛାତି ଉପରେ ଗୋଟାଏ ପିଟାର ଘଣ୍ଟାର ଆବାଜ ଶୁଣାଗଲା। ସୋମନାଥ ତା ଆଡ଼କୁ ଗୋଟାଏ କପ୍ ଚାହା ବଢ଼ାଇ ଦେଇ ନିଜେ ଗୋଟାଏ କପ୍ ଉଠାଇ ନେଲା। ମାଣିକ ମଧ୍ୟ ଗୋଟାଏ କପ୍ ଉଠାଇ ନେଇଥିଲା ଓଠ ପାଖକୁ। ଭଗୀରଥ, ସୋମନାଥ ଆଉ ମାଣିକ ମଝିରେ ଠିଆ ହୋଇ ଖୁବ୍ ଅସ୍ୱସ୍ତି ବୋଧ କରୁଥିଲା। ଠିକ୍ ଏହି ସମୟରେ ମାଣିକ ଏକ ଅଦ୍ଭୁତ କାର୍ଯ୍ୟ କରି ବସିଲା। ନିଜର ଶୂନ୍ୟ ଚାହା କପ୍ ସହିତ ସୋମନାଥ ହାତରୁ ତାର ଶୂନ୍ୟପ୍ରାୟ ଚାହା କପ୍ଟି ନିଜେ ହାତରେ ନେଇ ଟିପୋଇ ଉପରେ ଥୋଇଦେଲା ଏବଂ ଭଗୀରଥ ହାତରୁ ତାର ଅଇଁଠା ଚା କପ୍ଟି ନେବା ପାଇଁ ଅଫିସର ସେ ଆଦିବାସୀ ପିଅନଟିକୁ ନାମ ଧରି ଡାକ ଦେଲା। ସୋମନାଥ କ'ଣ ମାଣିକର ଏଭଳି କାର୍ଯ୍ୟର ଅନ୍ତର୍ନିହିତ ଅର୍ଥ ବୁଝିପାରିଲା? ଠିକ୍ ଜାଣେ ନାହିଁ ଭଗୀରଥ, କିନ୍ତୁ ତାର ମନେ ହେଲା ସେଦିନ ବିବାହ ଉତ୍ସବ ରାତ୍ରିରେ ତା ମୁହଁକୁ ଲଣ୍ଡାଏ ଛେପ ପକାଇ ଦେଇ ସେ ତାକୁ ଯେତିକି ଅପମାନିତ କରିନଥିଲା, ସୋମନାଥର କପ୍ ନିଜ ହାତରେ ନେଇ ତା ହାତରୁ କପ୍ ନେବା ପାଇଁ ଆଦିବାସୀ ପିଅନକୁ ଆଦେଶ ଦେଇ ତାଠାରୁ ବେଶୀ ଅପମାନ ମାଣିକ ତାକୁ ଦେଇଥିଲା। କିନ୍ତୁ ଏ ଅପମାନର ପ୍ରତିବାଦ କରିବାର କର୍ତ୍ତୃତ୍ୱ ଭଗୀରଥର ନଥିଲା। ସେ ଖୁବ୍ ଦ୍ରୁତ ପଦରେ କୁକିଂ ଗ୍ୟାସ୍ ଏଜେନ୍ସି ଅଫିସ ଛାଡ଼ି ରାସ୍ତା ଉପରକୁ ଆସିଲା ଏବଂ ରୁମାଲରେ ନିଜ ମୁହଁକୁ ବାରମ୍ବାର ପୋଛିବାକୁ ଲାଗିଲା। ଯେତେ ପୋଛିଲେ ବି ଝାଳର ଉପଦ୍ରବ ଯାଉନି। ମୁହଁ ବାରମ୍ବାର ଭିଜି ଯାଉଛି ଲବଣାକ୍ତ ସ୍ୱେଦର ଆର୍ଦ୍ରତାରେ। ଅଥଚ ସମୀରଣ ଶୀତଳ ଆକାଶ ମେଘାଚ୍ଛନ୍ନ ରୌଦ୍ରର ଜ୍ୱାଳା ନାହିଁ। ଭଗୀରଥ ନିଜରକୁ ନିଜେ ବୁଝାଇବାକୁ ଲାଗିଲା, ତୁ ତ ନିଜେ ନାକଚେପ୍ଟି ମାଣିକକୁ ଭୋଗ କରିସାରି ବାସି ଫୁଲ ଭଳି ଫୋପାଡ଼ି ଦେଇ ଆସିଥିଲୁ। ତୁ କ'ଣ କେବେ ଆଶା କରିଥିଲୁ ରଘୁ ଜମାଦାରର ଝିଅ ତୁ ଆଉ ଜଣକୁ ବାହା ହୋଇ ଘର ସଂସାର କଲାପରେ ତୋ ପାଇଁ ବିରହରେ ବସି ଆଖିର ଲୁହରେ ସାରା ଜୀବନ ମାଳ ଗୁନ୍ଥୁଥାନ୍ତା? ଭଗୀରଥ ମୁଣ୍ଡ ହଲାଇ ନିଜକୁ ନିଜେ ନାହିଁ ନାହିଁ କଲା। ତେବେ ମାଣିକ ଯଦି ସୋମନାଥର ଅଇଁଠା କପ୍ ନିଜ ହାତରେ ନେଇ ତୋ କପ୍ ପିଅନ ହାତରେ ଧୋଇଲା, ତୋ ଦେହରୁ ଏତେ ଝାଳ ବାହାରୁଛି କାହିଁକି? ଭଗୀରଥ ନିଜର ବିଦ୍ରୋହୀ ବିବେକକୁ ଆଉ ଥରେ ଧମକ ଦେଲା। ବିବେକର କିଛି ଦୋଷ ନାହିଁ। ତାର ଅମାନିଆ ମନ ଉତ୍ତର ଦେଲା, ମାଣିକ ନିଜ ହାତରେ ଯାହାର ଅଇଁଠା କପ୍ ଧୋଉଛି ଧୋଉ, ତାର ଅଇଁଠା କପ୍ ସେ ନ ଛୁଁ, ସେଥିରେ ତାର କିଛି ମନ କଷ୍ଟର କାରଣ ନାହିଁ। କିନ୍ତୁ ସେ ସୋମନାଥର ଅଇଁଠା କପ୍କୁ ପରମାତ୍ମୀୟ ଭଳି ନିଜ ହାତରେ ତୋଳି ନେବ ଏବଂ ତାକୁ କେଉଁ ଇତର ଲୋକ ଭଳି ବ୍ୟବହାର କରିବ, ଏକଥା ତାର ଦେହରେ ସହୁନାହିଁ। କାରଣ ସୋମନାଥ ବ୍ରାହ୍ମଣ ଏବଂ ଏକଥା ତାର ପତ୍ନୀର ପରବ ବନ୍ଧୁ ଥିଲା, ଯାହାକୁ ପ୍ରତିଦ୍ୱନ୍ଦ୍ୱିତାରେ ହରେଇ ଦେଇ ଜୋର କରି ସେ ଅଳକାକୁ ନିଜ ଆଡ଼କୁ ଟାଣି ଆଣିଛି। ତାପରେ ହଠାତ୍ ସୋମନାଥ ତା ଉପରେ ଖୁବ୍ ରାଗ ହେଲା। ଲୋକଟା ରୀତିମତ ମାଣିକକୁ ଏକ୍ସପ୍ଲଏଟ୍ କରୁଛି। ମାଣିକ ନାମରେ ଗ୍ୟାସ୍ ଏଜେନ୍ସି ନିଆଯାଇଛି, ଅଥଚ ସେ ହେଉଛି ପ୍ରକୃତରେ ମାଲିକ। ହରିଜନମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ କିପରି ବାଟମାଣ ହୋଇଯାଉଛି, ଏଇଟା ତାର ଏକ ଉଜ୍ଜ୍ୱଳ ଉଦାହରଣ। ସୋମନାଥ କ'ଣ କେବଳ କୁକିଂ ଗ୍ୟାସ୍ ବିକ୍ରିର କମିଶନ ଟଙ୍କା ପକେଟରେ ପୁରାଉଛି? ନା, ମାଣିକ ସହିତ ତାର କିଛି ଶାରୀରିକ ସମ୍ପର୍କ ଏଥିମଧ୍ୟରେ ଗଢ଼ି ଉଠିଛି। ଏଇ ଭାବନାଟା ଗୋଟାଏ ଆଲପିନ୍ର ମୁନ ଭଳି ତାର ମନରେ ଥୋଡ଼ି ହୋଇଗଲା। ଗୋଟିଏ କୁମାରୀ ଝିଅର କଞ୍ଚା ଯୌବନର ବାସ୍ନା ତାର ସ୍ନାୟୁ ଗ୍ରନ୍ଥିକୁ ଉଚ୍ଚକିତ କରିଦେଲା। ମାଣିକଟା ଖୁବ୍ ବେଶୀ ସେକ୍ସି। ମାଣିକ ସହିତ ଅଳକାର ଗୋଟାଏ ତୁଳନାତ୍ମକ ବିଚାର ଭଗୀରଥ ମନକୁ ପଶି ଆସୁଥିଲା। ମାଣିକ ଦେହରେ ଓଦାମାଟିର ବାସ୍ନା, ଅଳକାର ଦେହରେ ଡେଟଲର ଗନ୍ଧ। କିନ୍ତୁ ଜୋର କରି ସେ ତୁଳନାକୁ ମନରୁ ବାଦ୍ ଦେଇଦେଲା। କାରଣ ଅଳକା ସହିତ ମାଣିକର ତୁଳନା ତାକୁ କେମିତି ଅପବିତ୍ର ମନେ ହେଉଥିଲା। ସାର୍ ନମସ୍କାର। କଲେଜର କେହି ଛାତ୍ର, ମୁହଁ ଚିହ୍ନା ଚିହ୍ନା, ନା ମନେ ନାହିଁ। ଶିକ୍ଷକ ଚାକିରି କଲେ ଏ ଗୋଟିଏ ଅସୁବିଧା। ରାସ୍ତାଘାଟ, ସିନେମା ହଲ୍, ଫୁଟବଲ ମ୍ୟାଚ୍ ସର୍ବତ୍ର ଏଇ ସାର୍ ନମସ୍କାର। ପ୍ରାଇଭେସି ବୋଲି ଗୋଟାଏ ପଦାର୍ଥ ଶିକ୍ଷକ ଜୀବନରେ ଖୋଜି ପାଇବା କଷ୍ଟ। ଭଗୀରଥ ଅନ୍ୟ ବାଟରେ ବଙ୍କେଇ ଗଲା। ନବଘନ ସାମନ୍ତରାୟ ପ୍ରଥମେ କଥାଟା ଶୁଣିଥିଲେ ଇଞ୍ଜିନିୟର ସାମଲ ବାବୁଙ୍କ ଠାରୁ। ସିଦ୍ଧପାଟଣା ଗାଁକୁ ଲାଗି ଯେଉଁ ବାଉରୀ ସାହି ଦଳେଇ ଘାଇ ବନ୍ୟାରେ ଭାସି ଯାଇଥିଲା, ସେହି ଜମି ଉପରେ ଗତ କେତେ ବର୍ଷ ଧରି ତାଙ୍କର ଇଟା ତିଆରି କାରଖାନା ଗଢ଼ି ଉଠିଛି। ସେଠାରୁ ଉଠି ଯାଇଥିବା ହରିଜନମାନେ ସରକାରୀ ପଡ଼ାରେ ଘର ତିଆରି କରି ରହିଛନ୍ତି। ଜାଗାଟା ଅନେକ ଦିନ ଧରି ଖାଲି ପଡ଼ିଲା ପରେ ସେ ତାକୁ କାମରେ ଲଗାଇଛନ୍ତି। କଞ୍ଚା ଇଟା ପକାଇ ଭାଟି ତିଆରି କରି ଇଟା ପୋଡ଼ି ସେ ବେଶ୍ କଞ୍ଚା ପଇସା ରୋଜଗାର କରୁଛନ୍ତି।
ସେଥିପାଇଁ ସାମଲ ବାବୁ ସେଦିନ ତାଙ୍କୁ କହିଲେ ସେ ଜାଗାରେ ସରକାର ହରିଜନମାନଙ୍କ ପାଇଁ ଗୋଟିଏ ବିଦ୍ୟା ମନ୍ଦିର ଆଉ ସେବା ସଦନ ନିର୍ମାଣ କରିବା ପାଇଁ ଜମି ମାପଚୁପ କରିବାକୁ ତାଙ୍କୁ ପଠାଇଛନ୍ତି। ସେଦିନ ନବଘନ ସାମନ୍ତରାୟ ଚମକି ପଡ଼ିଥିଲେ। ସରକାରଙ୍କର ଏତେ ଅନାବାଦୀ ପଡ଼ିଆ ଥାଉ ଥାଉ ତାଙ୍କୁ କାହିଁକି ସେଠାରୁ ଉଚ୍ଛେଦ କରିବା ପାଇଁ ଇଟା କାରଖାନା ଉଠାଇ ହରିଜନମାନଙ୍କ ଲାଗି ସ୍କୁଲ ଡାକ୍ତରଖାନା ତିଆରି କରିବାକୁ ଯୋଜନା କରିଛନ୍ତି ସେ ବୁଝିପାରି ନଥିଲେ। ପରେ ସାମଲ ବାବୁ ତାକୁ ଘଟଣାଟା ତରଳ କରି ବୁଝାଇ ଦେଇଥିଲେ। ମହିଦାସ ପୁଅ ଭଗୀଦାସ ଏଠାରେ ହରିଜନ ଅନୁନ୍ନତ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ିବା ପାଇଁ ବିଦ୍ୟା ମନ୍ଦିର ଆଉ ରୋଗୀମାନଙ୍କ ଚିକିତ୍ସା ପାଇଁ ସେବା ସଦନ ଗଢ଼ିବା ପାଇଁ ପ୍ରସ୍ତାବ ଦେଇଛି। ସରକାର ତାର ପ୍ରସ୍ତାବ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଏଥିପାଇଁ 7 ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ଖୁବ୍ ଶୀଘ୍ର ସରକାର ଏ ଜମି ଦଖଲ କରିନେବେ। ନବଘନ ବାବୁଙ୍କ ମୁଣ୍ଡ ଘୂରି ଯାଇଥିଲା ଏକଥା ଶୁଣି। ଇଟା ପକାଇବା ପାଇଁ ଏତେ ସୁନ୍ଦର ମାଟି ଆଉ ଭାଟି ଗଢ଼ିବା ପାଇଁ ଏଭଳି ବିସ୍ତୃତ ଖୋଲା ଜାଗା ସେ ଆଉ ପାଇବେ କେଉଁଠାରୁ? ସେ ସିଦ୍ଧପାଟଣା ଗାଁର ବ୍ରାହ୍ମଣ କରଣ ଖଣ୍ଡାୟତ ଘରର ମୁଖିଆ ଲୋକଙ୍କୁ ଡାକି ଭଗୀଦାସ ପ୍ରସ୍ତାବର ଅପକାରିତା ସମ୍ପର୍କରେ ବୁଝାଇଲେ। ଆପଣମାନେ ଦେଖନ୍ତୁ, ମହିଆ ବାଉରୀ ପୁଅ ବ୍ରାହ୍ମଣ ଝିଅକୁ ବାହା ହୋଇ ଉପରମୁହାଁ ହୋଇଯାଇଛି। ଆମର ଗାଁ ପାଖରେ ସେ ସ୍ତ୍ରୀକୁ ଧରି ଡାକ୍ତରଖାନା ଇସ୍କୁଲ ଖୋଲିବାକୁ ଚାହେଁ। ତାର ଅସଲ ଉଦ୍ଦେଶ୍ୟ ହେଉଛି ସେ ଆମକୁ ଦେଖାଇ ଦେବ ହରିଜନ ହୋଇ ସୁଦ୍ଧା ସେ ବ୍ରାହ୍ମଣୀ ଝିଅକୁ ନେଇ ସୁଖରେ ଅଛି। ତା ଦେଖା ଦେଖି ଅନ୍ୟ ହରିଜନମାନେ ଉଦ୍ବାର୍ଯ୍ୟ ହେବେ। ଉଚ୍ଚ ବଂଶର ସ୍ତ୍ରୀ ଲୋକମାନଙ୍କ ଆଡ଼କୁ ଆଖି ପକାଇବେ। ଆପଣମାନେ ଏକଥା ସହିବେ ତ? ଯଦି ସହିବେ ମୁଁ ମୋର ଇଟା ଭାଟି ଅନ୍ୟ ଆଡ଼େ ଉଠାଇ ନେବି। ସେ ସଭାରେ ଉପସ୍ଥିତ ଥିଲେ ବାନାମ୍ବର ପଣ୍ଡିତେ। ସେ କହିଲେ, ଶାନ୍ତରାୟ, ତମେ ମିଛରେ କାହିଁକି ଭୟ ପାଉଛ? ବ୍ରାହ୍ମଣ ଝିଅ ଭଗିଆକୁ ବାହା ହୋଇ ବାଉରାଣୀ ହୋଇଯାଇଛି। ତାକୁ ଆମର ଭୟ କ'ଣ? ପୁରାଣ ଶାସ୍ତ୍ରରେ କେତେ କ୍ଷତ୍ରିୟ ବ୍ରାହ୍ମଣ ଶବର କନ୍ୟାକୁ ବାହା ହେବା କଥା ବର୍ଣ୍ଣିତ ଅଛି। ପଣ୍ଡିତ ମହାଶୟଙ୍କୁ କଥା ଶେଷ କରିବାକୁ ନ ଦେଇ କରଣ ସାହିର ଗୋକୁଳ ମହାନ୍ତି ଚିତ୍କାର କଲେ, ଆମକୁ ଆଉ ପୁରାଣ ଶାସ୍ତ୍ର କଥା ଶୁଣାଉନି ବାନାନ୍ନା। ମହାଭାରତର ଏକଲବ୍ୟ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଅସ୍ତ୍ରଶିକ୍ଷା କରିବାକୁ ଆସିଥିଲା। ଦ୍ରୋଣାଚାର୍ଯ୍ୟ ତାକୁ ଅସ୍ତ୍ରଶିକ୍ଷା ଦେଇଥିଲେ? ବରଂ ନିଜ ବୁଦ୍ଧିବିଦ୍ୟା ବଳରେ ଅସ୍ତ୍ରଶିକ୍ଷା କରି କୌରବ ପାଣ୍ଡବମାନଙ୍କୁ ଯୁଦ୍ଧ ଭିତରେ ସେ ଯେତେବେଳେ ହରାଇ ଦେଲା, ଦ୍ରୋଣାଚାର୍ଯ୍ୟ ତା କଟା ଆଙ୍ଗୁଠି ଗୁରୁଦକ୍ଷିଣା ରୂପେ ମାଗି ନେଇଥିଲେ। ଆଉ ତମେ କ'ଣ କଲ? ଭଗିଆ ବାଉରୀକୁ ପୁଅଠାରୁ ବଳି ଅଧିକ ସ୍ନେହ ଦେଖାଇ ସଂସ୍କୃତ ବିଦ୍ୟା ଶିଖାଇ ଦେଲ। ଫଳ ପାଇଲ ତ? ଫାଷ୍ଟ କ୍ଲାସ୍ ପାଇ ତମ ପୁଅ ହିଡ଼ମୁଣ୍ଡରେ ବସି ଚାଷ ଦେଖୁଛି। ସେକେଣ୍ଡ କ୍ଲାସ୍ ପାଇ ଭଗିଆ ବାଉରୀ ହୋଇଛି ଅଧ୍ୟାପକ ଭଗୀରଥ ଦାସ। ଗୋକୁଳ ମହାନ୍ତିଙ୍କ ପୌରାଣିକ ଉଦାହରଣ ନିଆଁରେ ଘିଅ ପଡ଼ିଲା ଭଳି ଅନ୍ୟ ସବର୍ଣ୍ଣମାନଙ୍କୁ ଉତ୍କ୍ଷିପ୍ତ କରିଦେଲା। ରକ୍ତ ନଦୀ ପଛେ ବହିଯିବ, ସେମାନେ ଗାଁ ପାଖରେ ହରିଜନମାନଙ୍କ ପାଇଁ ବିଦ୍ୟା ମନ୍ଦିର ସେବା ସଦନ ଗଢ଼ାଇ ଦେବେ ନାହିଁ। ଖୁବ୍ ଉଚ୍ଚ କଣ୍ଠରେ ଘୋଷଣା କଲେ। ନବଘନ ଉଲ୍ଲସିତ ଚିତ୍ତରେ ସିଦ୍ଧପାଟଣା ଗାଁ ପାଖରେ ହରିଜନମାନଙ୍କ ପାଇଁ ଅଲଗା ସ୍କୁଲ ଡାକ୍ତରଖାନା ନିର୍ମାଣ ବିରୁଦ୍ଧରେ ଗୋଟାଏ ଦରଖାସ୍ତ ଲେଖାଇ ସେଥିରେ ଗ୍ରାମବାସୀଙ୍କ ଦସ୍ତଖତ ଟିପଚିହ୍ନ ନେଇଗଲେ। କିନ୍ତୁ ସେ ଦରଖାସ୍ତ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅଳିଆ କାଗଜ ଟୋକେଇ ଭିତରକୁ ଚାଲିଗଲା। କେନ୍ଦ୍ର ସରକାରଙ୍କର ହରିଜନ ଉନ୍ନୟନ ବିଭାଗ ବିଦ୍ୟା ମନ୍ଦିର ସେବା ସଦନ ପାଇଁ 7 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସେ ଟଙ୍କା ଖର୍ଚ୍ଚ ନ ହୋଇ ଫେରସ୍ତ ଗଲେ ସରକାରୀ ଅପାରଗତା ପଦାରେ ପଡ଼ିଯିବ। ନବଘନ ହାରିଯିବା ପାତ୍ର ନୁହନ୍ତି। ସେ ଦରଖାସ୍ତର ଆଉ ଏକ ଲିକତା ନକଲ କରି ସେଥିରେ ଗ୍ରାମବାସୀଙ୍କ ଜାଲ ଦସ୍ତଖତ କରି ସିଧା ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ। ସ୍ୱାସ୍ଥ୍ୟମନ୍ତ୍ରୀ ଦରଖାସ୍ତରେ ବିଷୟବସ୍ତୁ ପାଠ କରି ବିସ୍ମୟରେ ବିମୂଢ଼ ହୋଇଗଲେ। କହିଲେ, ନବଘନ, ତମର ମସ୍ତିଷ୍କର ଯନ୍ତ୍ରପାତି ଠିକ୍ କାମ କରୁଛି ନା ନାହିଁ? ହରିଜନମାନେ ଶତାବ୍ଦୀ ଧରି ସବର୍ଣ୍ଣମାନଙ୍କ ଦ୍ୱାରା ଅତ୍ୟାଚାରିତ ହୋଇଛନ୍ତି। ଆମ ସରକାର ସେ ପତିତ ଲୋକଙ୍କ ଉଦ୍ଧାର ପାଇଁ ସଂକଳ୍ପବଦ୍ଧ। ତମେ ଭାବୁଛ ଯେଉଁମାନେ ହରିଜନମାନଙ୍କୁ ଯୁଗ ଯୁଗ ଧରି ଶୋଷଣ କରି ଆସିଛନ୍ତି ସେଇମାନେ ସେମାନଙ୍କ ଉନ୍ନତି ପାଇଁ ସ୍ୱୀକୃତି ଦେବେ? ସେଇମାନେ ପରାମର୍ଶ ଅନୁସାରେ ଆମେ ସ୍କୁଲ ଡାକ୍ତରଖାନା ଖୋଲିବୁ? ଛି ଛି ଛି। ସ୍ୱାସ୍ଥ୍ୟମନ୍ତ୍ରୀ ତ୍ରିପାଠୀ ସାହେବ ବ୍ରାହ୍ମଣ, ନବଘନଙ୍କ ଅନେକ ଦିନର ପରିଚିତ ବନ୍ଧୁ। MLA ପାଇଁ ଠିଆ ହେଲା ବେଳେ ସେ ତାଙ୍କୁ ନିଜ ଡିଜେଲ ଜିପ୍ 2 ମାସ ପାଇଁ ଧାର ଦେଇଥିଲେ। ଆଶା କରିଥିଲେ ଏ ବିପଦରେ ସେ ତାଙ୍କୁ ସାହାଯ୍ୟ କରିବେ।
କିନ୍ତୁ ମନ୍ତ୍ରୀଙ୍କ କଥା ଶୁଣି ତାଙ୍କର ଧାରଣା ହେଲା ଇଲେକ୍ସନ ବେଳ କଥା ସେ ଏଥିମଧ୍ୟରେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ଜଣେ ଲୋକପ୍ରିୟ ମନ୍ତ୍ରୀ ହେବା ପାଇଁ ତାଙ୍କୁ ଶତାବ୍ଦୀର ସବର୍ଣ୍ଣ ଅତ୍ୟାଚାର କଥା ଶୁଣାଉଛନ୍ତି। ନବଘନ ବିରକ୍ତ ହୋଇ ଜାଲ ଦସ୍ତଖତର ନାମାବଳୀ ପିନ୍ଧିଥିବା ଦରଖାସ୍ତଟି ନିଜ ହାତରେ ଟିକ୍ ଟିକ୍ କରି ଚିରିଦେଇ ଉଡ଼ାଇ ଠିଆ ହୋଇଗଲେ। ସ୍ୱାସ୍ଥ୍ୟମନ୍ତ୍ରୀ ବୁଝିପାରିଲେ କଣ୍ଟ୍ରାକ୍ଟର ବାବୁ ତାଙ୍କ ଉପରେ ଅସନ୍ତୁଷ୍ଟ। ସେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶେଷ ଉପଦେଶ ବାଣୀ ଶୁଣାଇଲେ। ନବଘନ, ତମେ ବୁଦ୍ଧିମାନ ଲୋକ। ତମେ ଏ ହରିଜନ ସ୍ୱାର୍ଥ ବିରୋଧୀ ଆନ୍ଦୋଳନରେ ଗୋଳିଆ ପାଣିରେ ଗୋଡ଼ ପୁରାଅ ନାହିଁ। ବରଂ ସେଠାରେ ସ୍କୁଲ ଡାକ୍ତରଖାନା ତୋଳା ହେବା ପାଇଁ ଯେଉଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ସେଥିରୁ ଭାଗ ବସାଇବା ପାଇଁ ଚେଷ୍ଟା କର। ଘର ତିଆରି କଣ୍ଟ୍ରାକ୍ଟ ମୁଁ ତମକୁ କରାଇଦେବି। ଡାଲି ଭାତ ଖାଅ, ରାମନାମ ଗାଅ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶେଷ ବଚନିକା ପଦକ ଶୁଣି ଅସନ୍ତୁଷ୍ଟ ନବଘନ ସାମନ୍ତରାୟଙ୍କ ମୁହଁରେ ହସର ଆଲୋଡ଼ନ ଖେଳିଗଲା। ମନ୍ତ୍ରୀଙ୍କ ନାମ ରାମକିଙ୍କର। ରାମନାମ ଗାଁର ଅର୍ଥ ବୁଝି ହୋଇଗଲା ତାଙ୍କୁ। କିନ୍ତୁ ଡାଲି ଭାତ? ଥାଉ ଥାଉ, ସବୁ କଥାର ଅର୍ଥ ସାଙ୍ଗେ ସାଙ୍ଗେ ବୁଝିଗଲେ ଲାଭ ନାହିଁ। ରଖିଥୋଇ ବୁଝିବାକୁ ହେବ। ଯେଉଁ ପଦାକୁ ଛୁଚୁମି ସ୍ୱାଦ ଉପଭୋଗ କରାଯାଏ ତାକୁ ଚୋବାଇ ପକାଇଲେ ସ୍ୱାଦ ବାରି ହୁଏ ନାହିଁ। ନବଘନ ସାମନ୍ତରାୟ ମନ୍ତ୍ରୀଙ୍କ ଉଆସରୁ ବାହାରି ନଗରପାଳଙ୍କ କୋଠିରେ ପ୍ରବେଶ କଲେ। ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ହଳଧର ବାବୁ ନବଘନଙ୍କ ମୁହଁକୁ ଚାହିଁ ଦେଇ ବୁଝିପାରିଲେ ବିଚରା କେଉଁଠି ଠୋକର ଖାଇଛି। ତା ନହେଲେ ତା ମୁହଁର ରଙ୍ଗ ଏତେ ମଳିନ ଦେଖାଯାଆନ୍ତା କାହିଁକି? ସେ ପଚାରିଲେ, କ'ଣ ହେଲା ମିଷ୍ଟର ସାମନ୍ତରାୟ? ବାଟରେ ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିଲା ବେଳେ କେହି ଯୁବକ ଛୁରା ଦେଖାଇ ଟଙ୍କା ଛଡ଼ାଇ ନେଲା? ହଳଧର ବାବୁଙ୍କ ଲଘୁ ପରିହାସକୁ ପାନଖିଲ ଭଳି କଳରେ ଜାକି ନେଇ ଉତ୍ତର ଦେଲେ, କୌଣସି ନିଶାଖୋର ଯୁବକ ଛୁରୀ ଦେଖାଇ ଟଙ୍କା ଛଡ଼ାଇ ନେଇଥିଲେ ମୋର କିଛି ଚିନ୍ତା ନଥିଲା। କିନ୍ତୁ ଆପଣଙ୍କ ସରକାର ମୋ ମୁହଁରୁ ଭାତ ଛଡ଼ାଇ ନେଉଛି। ଯେଉଁ ଜମି ଉପରେ ମୋର ଇଟା କାରଖାନା ଗତ 7 ବର୍ଷ ହେଲା ଚାଲିଛି ସେଠାରେ ସରକାର ହରିଜନମାନଙ୍କ ପାଇଁ ସ୍କୁଲ ଡାକ୍ତରଖାନା ଖୋଲିବା ପାଇଁ ଯୋଜନା କରିଛନ୍ତି। ଇଟା ତିଆରି ନହେଲେ ଦେଶର କୋଠା ବାଡ଼ି ବନ୍ଧବାଡ଼ ତିଆରି ହେବ କେମିତି? ସରକାର କ'ଣ ବିଦେଶରୁ ଇଟା ଆମଦାନୀ କରିବେ? ନବଘନଙ୍କ କଥା ଶୁଣି ହଳଧର ବାବୁଙ୍କ ଆଖିରେ ଚାହାଣୀ ବଦଳିଗଲା। ସେ ଆଖି ଡୋଳା ଦୁଇଟିକୁ ତାଳୁ ଉପରକୁ ଟେକି କହିଲେ, ଦେଶର ଉନ୍ନତି କହିଲେ ତ ନୂଆ ନୂଆ କୋଠାବାଡ଼ି ବନ୍ଧବାଡ଼ ନିର୍ମାଣକୁ ବୁଝାଏ ନାହିଁ। ହରିଜନ ଆଦିବାସୀ ପ୍ରଭୃତି ଅନୁନ୍ନତ ଶ୍ରେଣୀର ଉନ୍ନତି ନହେଲେ ଦେଶର ଅଗ୍ରଗତି କେମିତି ହେବ? କାହା ପାଇଁ କୋଠାବାଡ଼ି ବନ୍ଧବାଡ଼? ଲୋକଙ୍କ ପାଇଁ ତ? ହଳଧର ବାବୁଙ୍କ କଥା ଶୁଣି ଏଥର ଦୁଃଖରେ ମ୍ରିୟମାଣ ନୁହେଁ, କ୍ରୋଧରେ ପ୍ରଜ୍ୱଳିତ ହୋଇ ଉଠିଲେ ନବଘନ ସାମନ୍ତରାୟ। ସେ କଣ୍ଠସ୍ୱର ଉପରକୁ ଉଠାଇ ବଡ଼ ପାଟିରେ କହିଲେ, ହରିଜନମାନଙ୍କ ଉପକାର ପାଇଁ ସ୍କୁଲ ଡାକ୍ତରଖାନା ଦରକାର ଏକଥା ସତ, କିନ୍ତୁ ସେ ଡାକ୍ତରଖାନା ସ୍କୁଲ ଘର କ'ଣ ଝାଟି ମାଟିରେ ତିଆରି ହେବ? ଡାକ୍ତର ନଥିଲେ ଏଇ ଯୁଗରେ ଡାକ୍ତରଖାନା ଚଳେ, ଶିକ୍ଷକ ନଥିଲେ ସ୍କୁଲ ଚଳେ, କିନ୍ତୁ କୋଠାଘର ନହେଲେ କ'ଣ ଡାକ୍ତରଖାନା ସ୍କୁଲ ହୁଏ? କୁହନ୍ତୁ, ହୁଏ? ଆଉ ଇଟା ନହେଲେ କୋଠାଘର ତିଆରି ହେବ କେମିତି? ଆମ ଗାଁରେ ସେ ଖଣ୍ଡିଏ ବୋଲି ପଡ଼ିଆ ଜମି, ସେଠାରୁ ଇଟା ତିଆରି କାରଖାନା ଉଠାଇ ନେଲେ ମୁଁ ଇଟା ପଡ଼ିବେ କେଉଁଠି? ଘର ତୋଳା ହେବ କେମିତି? ନବଘନଙ୍କ କଥା ଶୁଣି ହଳଧର ବାବୁ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ବୁଝିଗଲେ ନବଘନ ହରିଜନମାନଙ୍କ ପାଇଁ ସ୍କୁଲ ଡାକ୍ତରଖାନା ତିଆରିର ବିରୋଧୀ ନୁହନ୍ତି। କେବଳ ଯେଉଁଠି ସରକାର ସ୍କୁଲ ଡାକ୍ତରଖାନା ନିର୍ମାଣ କରିବାକୁ ଚାହୁଁଛନ୍ତି ସେ ଜାଗା ବଦଳି କରିବାକୁ ସେ ଚାହାନ୍ତି। କାରଣ ସେଠାରେ ସ୍କୁଲ ଡାକ୍ତରଖାନା ହେଲେ ତାଙ୍କୁ ଇଟା ତିଆରି ପାଇଁ ମାଗଣା ଜାଗା ଆଉ ମିଳିବ ନାହିଁ। ହଳଧର ବାବୁ ଓକିଲ ଲୋକ, ସେ ଗୋଟାଏ ବୁଦ୍ଧି ବାହାର କଲେ। କହିଲେ, ରାଗରେ ପାଟି କଲେ କିମ୍ବା ଗାଁ ଲୋକଙ୍କ ନାମରେ ପିଟିସନ ପଠାଇଲେ ଏ ସମସ୍ୟାର ସମାଧାନ ହେବ ନାହିଁ। ଆପଣଙ୍କୁ ହାତ ମୁଠା ଖୋଲା କରିବାକୁ ପଡ଼ିବ, କିଛି ଟଙ୍କା ବିଞ୍ଚିବାକୁ ପଡ଼ିବ। ରାଜି? ନବଘନ ବାବୁ ସାଙ୍ଗେ ସାଙ୍ଗେ ଆଟାଚିରୁ ଚେକ୍ ବହି କାଢ଼ି ବାହାର କଲେ। କହିଲେ, କହନ୍ତୁ କେତେ ଲେଖିବି? 5,000, 7,000? ହଳଧର ବାବୁ ହୋ ହୋ ହୋଇ ହସି ଉଠିଲେ। କହିଲେ, ମୋତେ ଟଙ୍କା ଦେଲେ କିଛି ଲାଭ ହେବ ନାହିଁ। ଯେଉଁ ହରିଜନମାନେ ଇଟା କାରଖାନାରେ କାମ କରୁଛନ୍ତି ସେମାନଙ୍କ ପାଇଁ ଜାଲ ବିଛାଇ ବିଞ୍ଚି ଦିଅନ୍ତୁ, ମଜୁରୀ ବଢ଼ାଇ ଦିଅନ୍ତୁ। କୁହନ୍ତୁ, ଏଠାରୁ ଇଟା କାରଖାନା ଉଠିଗଲେ ତମେ ମଜୁରୀ ପାଇବ ନାହିଁ। ପଚାରନ୍ତୁ, ମଜୁରୀ ଚାହ ନା ସ୍କୁଲ ଡାକ୍ତରଖାନା ଚାହ? ଦେଖିବେ ସେଇ ହରିଜନମାନେ ସେଠାରେ ସେମାନଙ୍କ ପାଇଁ ତିଆରି ହେବାକୁ ଯାଉଥିବା ସ୍କୁଲ ଡାକ୍ତରଖାନା ବିରୋଧ କରିବେ। ପୁଲିସ ସେ ଜମିରୁ ଇଟାଭାଟି ଭାଙ୍ଗିବାକୁ ଗଲେ ସେମାନେ ପ୍ରତିରୋଧ କରିବେ। ବାସ୍।
ହଳଧର ବାବୁ ହୋ ହୋ ହୋଇ ପୁଣି ଥରେ ହସି ଉଠିଲେ। ନବଘନ ନଇଁ ପଡ଼ି ଚେୟାରମ୍ୟାନଙ୍କ ପାଦ ଧୂଳି ମୁଣ୍ଡରେ ମାରିଲେ। ପକେଟରୁ ଗୋଟିଏ ଛୋଟ କରାଟ କାଢ଼ି କହିଲେ, ଆଉ କିଛି ପାଦଧୂଳି ଏ କରାଟ ଭିତରେ ମୋତେ ଦେଇଯିବାକୁ ଦିଅନ୍ତୁ ସାର୍। ସକାଳୁ ଉଠି ଗାଧୋଇ ସାରି ମୁଣ୍ଡରେ ଲଗାଇବି। ଆପଣଙ୍କ ଭଳି ବିଚକ୍ଷଣ ବୁଦ୍ଧିସମ୍ପନ୍ନ ଏ ଦେଶରେ ପ୍ରଧାନମନ୍ତ୍ରୀ ହେବା ଦରକାର। ଶାସ୍ତ୍ରମନ୍ତ୍ରୀଙ୍କ ପାଖରୁ ନିରାଶରେ ଫେରି ମୁଁ ଅନ୍ଧାରରେ ଅଣ୍ଡାଳି ହେଉଥିଲି। ନିଜ ପାଦ ଦୁଇଟିକୁ କୃପଣଙ୍କ ଭଳି ଚେୟାର ଉପରକୁ ଜାକି ନେଇ ଚେୟାରମ୍ୟାନ ବାବୁ ନବଘନକୁ ବାଧା ଦେଲେ। ଥାଉ ଥାଉ, ପାଦ ଧୂଳି ନେଇ ଆଉ ଭକ୍ତି ଦେଖାନ୍ତୁ ନାହିଁ। କାମଟା ଯଦି ଭଲରେ ହୋଇଯାଏ ସେଇ ଯଥେଷ୍ଟ। ହେଲେ ଏଭଳି ଏକ ଉପଦେଶ ମୁଁ ଦେଇଛି, ଏକଥା ଯେପରି 4 କାନକୁ 5 କାନକୁ ନ ହୁଏ। ଏଥର ନବଘନଙ୍କ ହସିବା ପାଳି। ସେ ହସର ଇଙ୍ଗିତରେ ଚେୟାରମ୍ୟାନଙ୍କୁ ବୁଝାଇ ଦେଲେ, ମୁଁ କ'ଣ ଏଡ଼େ ବୁଡ଼ବକ ହୋଇଛି ସାର୍? ଏ କଥା 4 କାନରୁ 5 କାନକୁ ସୁଦ୍ଧା ହେବ ନାହିଁ। ଏସବୁ ଗୁରୁମନ୍ତ୍ର ଅନ୍ୟକୁ କୁହାଯାଏ। ହଳଧର ବାବୁ ଆଖି ମିଟିମିଟି କରି ଗୋଟାଏ ଜରୁରୀ ଫାଇଲ ଖୋଲିଲେ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କର ଉପନ୍ୟାସ ଅସବର୍ଣ୍ଣର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏ ଉପନ୍ୟାସଟିର ବାକି ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।